ଘରର ଏହି 9ଟି କଥା ଯାହାକି ପ୍ରତ୍ୟେକ ବ୍ୟକ୍ତି ଜାଣିବା ନିହାତି ଜରୁରୀ। କ'ଣ ଆପଣ ଜାଣିବାକୁ ଚାହିଁବେନି? ଯଦି ଜାଣିବାକୁ ଚାହାନ୍ତି ତ କୃପା କରି ଭିଡ଼ିଓ ଗୋଟେ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ ଅବଶ୍ୟ କରିବେ। ନମ୍ବର 1, ଘରର ଦକ୍ଷିଣ ପୂର୍ବ ଦିଗରେ ମୟୂରପୁଙ୍ଖ ରଖିବା ଦ୍ୱାରା ସବୁବେଳେ ଘରର ଉନ୍ନତି ହୋଇଥାଏ। ନମ୍ବର 2, ଘରର ଉତ୍ତର ପଶ୍ଚିମ ବା ପଶ୍ଚିମ କୋଣରେ ଝାଡ଼ୁ ପୋଛାକୁ ରଖିବା ଶୁଭ ହୋଇଥାଏ। ନମ୍ବର 3, ଘରର ପ୍ରବେଶ ଦ୍ୱାର ପ୍ରଭୁ ଗଣେଶ ଓ ମାତା ଲକ୍ଷ୍ମୀଙ୍କର ଫଟୋ ବା ମୂର୍ତ୍ତିଟିଏ ଜରୁର ରଖନ୍ତୁ। ନମ୍ବର 4, ଘରେ ନକାରାତ୍ମକ ଫଟୋ ବା ମୂର୍ତ୍ତି କେବେ ବି ଲଗାଇବା ଉଚିତ ନୁହେଁ। ନମ୍ବର 5, ରୋଷେଇ ଘରେ ପାଣିର ସ୍ଥାନ ସବୁବେଳେ ଉତ୍ତର ଦିଗକୁ ରହିବା ଉଚିତ। ନମ୍ବର 6, ଶୋଇବା ସମୟରେ ବିବାହିତା ପତି ପତ୍ନୀଙ୍କର ମୁଣ୍ଡ ଦକ୍ଷିଣ ପଟ ବା ଦକ୍ଷିଣ ପଶ୍ଚିମ ଆଡ଼କୁ ରଖି ଶୋଇବା ଉଚିତ। ନମ୍ବର 7, ପ୍ରତ୍ୟେକ ବ୍ୟକ୍ତିର ମୁଖ ପୂର୍ବ ବା ଉତ୍ତର ପୂର୍ବକୁ ମୁଖ କରି ଭୋଜନ କରିବା ଉଚିତ। ନମ୍ବର 8, ଘରର ମୁଖ୍ୟ ଦ୍ୱାରରେ ଜଳ ଛିଞ୍ଚନ କରିବା ଦ୍ୱାରା ଘରେ ସକାରାତ୍ମକ ଊର୍ଜା ଅଧିକ ଆକର୍ଷଣ ହୋଇଥାଏ। ନମ୍ବର 9, ଘରେ ଝାଡ଼ୁ ଲଗାଇବାର ସବୁଠାରୁ ଶୁଭ ସମୟ ହେଉଛି ସୂର୍ଯ୍ୟୋଦୟର ତୁରନ୍ତ ପରେ ହୋଇଥାଏ। ଏହା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବନିଥାଏ।